करी द्वार देशरा में पूजा कर ए बाबा आंध्र आड़े गले सब तू धीर बोले ठिया इजी आंध्र आड़े हेले पंचमुखी हनुमान काहे की हेथिले केबे केते बेले हेथिले हां महिरावण बध केमिति हेथिला केमिति काई महापुरटा टिका आनलो छो ए जो महापुरटा देलो तू धीर बोलू गाते नहीं मते महापुर देबे ने आगे मां को जोड़िए पद डाकिबा डाके तो मां को डाके तो बड़ा को डाके तो खुड़ी की डाके काउ डाकिला हमर ऑब्जेक्शन नहीं औ करग करुणा कनक दुर्गा तू ही कनक दुर्गा तू ही कनक दुर्गा तू ही आउ करूछि वंदना तब चरणे मोहि कर तू ही क्षमा दोष मन धर करिबु करुणा मा किंचित मोठार आज कंठे मोर विजय कर कनक दुर्गा आज कंठे मोर विजय कर गुहारी नमुछि पयरे रख गोसा कमरी अच्छा हौ न कर गोहेला बुडुछि मो भेड़ा नव देई रख मते जय मंगला आज न काटिबु मोर गला लो मा मंगला आज न काटिबु मोर गला मातु मालुआणी खाऊ फल मूल पीऊ झरणा पानी तोर ग्रामे ग्रामे ठाकुराणी लो मातारिणी तोर ग्रामे ग्रामे ठाकुराणी सुज्ञान देन मन कर्ण अच्छा अच्छा आलोचना करिबा हे से दांडी रामायण करुण आज्ञा चिन्नी मुहा पोहा परी रामायण पद चिन्नी गुड़ मुहा परी रामायण पद निश्चय आपु जुआडू खाइब सियाडू सुआद राम नाम कृष्ण नाम जेते दूर जाए राम नाम कृष्ण नाम जेते दूर जाए गो हत्या ब्रह्म हत्या छाड़ी न पलाए से रामायण करिबा आलोचन शुणिब बंधु देई मन कर्ण राम रावण को युद्ध आरंभ हेला प्रथम अक्षय कुमार मरिला तापरे युद्ध को गोला इंद्रजित लक्षण बाण रे हेला से निहत ए समय चिंता करिला रावण ए समय चिंता करिला रावण कुंभकर्ण को पेशिला तक्षण युद्धरे कुंभकर्ण हेला निहत रावण मन मध्य भाविला सत चार पठाई पातालपुर को चार पठाई पातालपुर को निमंत्रण कला एबे महिरावण को महिरावण तक्षणे आसिला रावण पासे प्रवेश होइला
রাবণ পাশে প্রবেশ হইলা আচ্ছা রাবণ বইলা শুণ এবে বাণী হ্যাঁ হ্যাঁ মায়াবী নিপুণ অটু তুহি পুণি ওবা মায়া করিণ রামকু মারিবু মারিবু সঙ্গতরে পাতাল পুরকু যে নেবু নবু নবু হেমন্ত সময়ে মহিজে রাবণ মায়া রম্ভিলা তহু তৎক্ষণ আচ্ছা মায়া রম্ভিলা তহু তৎক্ষণ আজ্ঞা লক্ষ্য করন্তু কোনটা রাবণ চিন্তা করছি রাবণ ଦି ପ୍ରକାର ଚିନ୍ତା করছি ହଁ ଗୋଟିଏ ଚିନ୍ତା କଣ কোন ନା ସମସ୍ତେ ତ ମଲେଣି ମଲେଣି ମହିରାବଣ ପାତାଳପୁରରେ ଅଛି ଆଜ୍ଞା ସିଏ ଯଦି ଆସିବ ସିଏ ମାୟା ବିଦ୍ୟାରେ ନିପୁଣ ହଁ। ମାୟା କରିକି ହୁଏତ ରାମ ଲକ୍ଷ୍ମଣକୁ ସିଏ ମାରିଦବ ମାରିଦବ ଏଇଟା ଗୋଟେ ପଟେ ଆଜ୍ଞା। ଅନ୍ୟ ପଟରେ ମହାଜ୍ଞାନୀ ହଉଛି ରାବଣ ରାବଣ ମହାଜ୍ଞାନୀ ହଉଛି ରାବଣ ଆଚ୍ଛା ସିଏ ତ ମରିବା ପୂର୍ବରୁ ସିଏ ଚାହୁଁଛି ଯେ ମୋର ପୁଅ ନାତି ସବୁ ଯାକକୁ ମାରିଦେବି ବଂଶ ଭଗବାନଙ୍କ ହରେଇ- ହାତରେ ସବୁ ଯାକକୁ ମାରିବି ଏରିଆ ଦେବପୁରୀ କରିବି ହଁ କୋଉଟାକୁ କୋଉଟା ଲଙ୍କାପୁରୀ କି ଲଙ୍କାପୁରୀ ରାକ୍ଷସପୁରୀ କାହିଁକି ହେଇଛି କଣ ପାଇଁ ଲଙ୍କାପୁରୀ ରାକ୍ଷସପୁରୀ ହେବାର କାରଣ ହଉଛି ବିଶ୍ରବା ରାବଣର ଏଥିରେ କିଛି ଦୋଷ ନଥିଲା ନାଇଁ ବିଶ୍ରବା ଯେତେବେଳେ ଆଜ୍ଞା ଲଙ୍କାଟାକୁ ପ୍ରତିଷ୍ଠା କଲେ ଲଙ୍କା କାହା ପାଇଁ ହେଇଥିଲା କାହା ପାଇଁ ଆଜ୍ଞା ଲଙ୍କା ହେଇଥିଲା ପାର୍ବତୀଙ୍କ ପାଇଁ ଏ ବୋପା ଦିନେ ବିଷ୍ଣୁ ଲକ୍ଷ୍ମୀ ନାରାୟଣ ଶିବଙ୍କ ପାଖକୁ ଯାଇଛନ୍ତି ଶିବ ପାର୍ବତୀ ବିଷ୍ଣୁଙ୍କ ପୁରକୁ ଯାଇଛନ୍ତି ଭ୍ରମଣ କରିବା ପାଇଁ ଆଜ୍ଞା ଆଜ୍ଞା ସେ ସମୟରେ ଲକ୍ଷ୍ମୀ ନେଇକି ପାର୍ବତୀ କି ଦେଖଉଛନ୍ତି ହଁ ଆଜ୍ଞା ଆମେ ଯେମିତି ଦୁଇ ଭାଇ ହେଇଥିବା ହଁ ଗୋଟେ ଭାଇଟି ଯଦି ଟିକେ ବଡ ହେଇଗଲା ଆଜ୍ଞା ଗୋଟେ ଭାଇଟି ସାନ ହେଇଗଲା ହଁ ବଡ ଯା ସାନ ଜାଗାକୁ ସବୁ ଦେଖେଇବ ଦେଖେଇବ। ଦେଖେ ଏଇଟା ମୋର ବେଡରୁମ ଏଇଟା ମୋର କିଚେନ ରୁମ ଏଇଟା ମୋର ଏ ପ୍ରକାର ଏଇଠି ଟାଇଲ ପଡିଛି ସେଟା ମାର୍ବଲ ପଡିଛି ଏଇଠି ଗ୍ଲାସ ବସେଇଛି ଏଇଟେ ଗାଧଉଛେ ଏଇଟେ ଝାଡା ରହ। ବସୁଛେ, ରାନ୍ଧୁଛେ, ହେଇ, ହେଇ। ଶୋଉଛେ। ହେଲା ହେଲେ ଆଉ। ଇଏ ସବୁ ଦେଖେଇଲେ ହଁ। ସାନ ଯାର ମନଟା ଟିକେ ଦୁଃଖ ହବ ଆଉ ତାର କିଛି ନଥିବ ଆଉ ମୋର କିଛି ନାହିଁ ହେଲେ ସେମିତି ପାର୍ବତୀ କି ଲକ୍ଷ୍ମୀ ନେଇକି ଦେଖଉଛନ୍ତି ଏଇଟା ଅନନ୍ତପୁର ସେଟା ବୈକୁଣ୍ଠପୁର ଆଜ୍ଞା। ଏଇଠି ଭଗବାନ ଶୋଉଛନ୍ତି ଏ ବୋପା। ଏଇଠି ସଭା ବସୁଛି ହଁ। ଏଇଠି ଦେବତା ମାନେ ଦର୍ଶନ କରୁଛନ୍ତି ହଁ, ହଁ। ଇଏ ଯୋଉ ଦେଖେଇବା ବେଳେ ହଁ। ପାର୍ବତୀ କି ଏ କଥାଟା ଭଲ ଲାଗିଲାନି ନାଇଁ ପାର୍ବତୀ କି ଏ କଥାଟା ଭଲ ଲାଗିଲାନି ନାଇଁ। କାରଣ ତାଙ୍କର କିଛି ନାହିଁ ତାଙ୍କର ବେଡରୁମ ଅଛି ତୁ ବରେ ନଣ୍ଡା କୈଳାସଟା ତାଙ୍କୁ ଭାଗ ମିଳିଛି ତାଙ୍କର କିଛି ନାହିଁ ପାର୍ବତୀ ସେଦିନ ହଟି ବସିଲେ ମହାଦେବଙ୍କୁ ଯେ ମୋ ପାଇଁ ଗୋଟେ ବେଡରୁମ ଟି ତିଆରି କର ଛୁଆରରେ ତତେ ତୁ ଧୀରେ ବରେ ମୂର୍ଖ ପିଲା କହିଲା ବେଡରୁମ ଟି ତିଆରି କରିବାକୁ ବୈକୁଣ୍ଠପୁର ଯେମିତି ହେଇଛି ତାଠୁ 7 ଗୁଣର ଅଧିକ ଗୋଟେ ପୁର ନିର୍ମାଣ କର ଭଗବାନ ଶିବ କଲେ କଣ କଣ ସେମିତି ସମୁଦ୍ର ମଧ୍ୟରେ ହଁ ଲଙ୍କାପୁରଟାକୁ ତିଆରି କଲେ କେବଳ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଲେ କେବଳ ସ୍ୱର୍ଣ୍ଣରେ ଗୋଟିଏ ଉଆସ ନିର୍ମାଣ କର ଯୋଉଠି ପାର୍ବତୀ ରହିବେ ସୁନାରେ ଭିଣି କଲା ହେ ହେଲେ ବାଃ। ବିଶ୍ୱକର୍ମା ନିମିଷକ ମାତ୍ରେ ସୁବର୍ଣ୍ଣରେ ଲଙ୍କାଟାକୁ ତିଆରି କରିଦେଲେ ହଁ ମହାଦେବ ଚିନ୍ତା କଲେ ପ୍ରତିଷ୍ଠା ତ କରିବାକୁ ପଡିବ କରିବା ଆଜ୍ଞା ପ୍ରତିଷ୍ଠା କିଏ କରିବେ ବାମୁଣ ବ୍ରାହ୍ମଣ ହଉଛନ୍ତି କିଏ ବିଶ୍ରବା ରାବଣର ବାପା ବିଶ୍ରବା ବିଶ୍ରବାଙ୍କୁ ଡାକିଲେ ପ୍ରତିଷ୍ଠା କରିବା ପାଇଁ ଶଳା ମତେ କହିଥିଲେ ଆମ ଗାଁ ବୁଝିଲି ବରେ ଆଜ୍ଞା ବିଶ୍ରବା ବୈଧବ ମତରେ ଆଜ୍ଞା ଲଙ୍କାଟାକୁ ପ୍ରତିଷ୍ଠା କରିଦେଲେ ଆଚ୍ଛା ପ୍ରତିଷ୍ଠା କରିବା ପରେ ଦେବଦେବ ମହାଦେବ କହିଲେ ବ୍ରାହ୍ମଣ ବିଶ୍ରବା ତମେ ଦକ୍ଷିଣା ମାଗ ନାଗ ଦକ୍ଷିଣା ମୁଁ ତୁମକୁ ଦେବି ହେଲା ଆଜ୍ଞା ବିଶ୍ରବା କଲେ କଣ କଣଟା ଦକ୍ଷିଣାରେ ଲଙ୍କାଟାକୁ ମାଗିଦେଲେ ମତେ ଦକ୍ଷିଣା ସ୍ୱରୂପ ଲଙ୍କାଟାକୁ ଦେଇଦିଅ ବଡ ନବିଟା ଆକା ହେଇଥିବ ବା ପଞ୍ଚାନନ ମହାଦେବ ଚିନ୍ତା କଲେ କେଡେ କଥା କଲୁ ଏ ବୋପା ଆରେ ଯୋଉ ଲଙ୍କାଟାକୁ ତୁ ପ୍ରତିଷ୍ଠା କଲୁ ତିଆର କଲୁ ସେ ଲଙ୍କାଟାକୁ ଦକ୍ଷିଣାରେ ମାଗିଦେଲୁ ପାର୍ବତୀ ମନ ଖରାପରେ କହିଦେଲେ ଛି ଛି ସ୍ୱାମୀଙ୍କି କହିକି ମୁଁ ଏଡେ ସୁନ୍ଦର ଗୋଟେ ସ୍ୱର୍ଣ୍ଣମୟୀ ଲଙ୍କା ତିଆର କଲି ରହିବି ବୋଲିକି ଏଇଟାକୁ କହିଲି ତୁଧିରି ବରେ ହେଲା ତିଆର କଲି ଇଏ ଦକ୍ଷିଣାରେ ଲଙ୍କାଟାକୁ ମାଗିଦେଲା ମାଗିଦେଲା ମହାଦେବ କହିଲେ ତାଙ୍କୁ ତ ମୁଁ ଦକ୍ଷିଣା ଯାଚିଛି ସିଏ ଯଦି ମାଗିଛନ୍ତି ମୁଁ ତାଙ୍କୁ ଦେଇଦେବି ପାର୍ବତୀ କହିଲେ ବୋଇଲେ ଲଙ୍କାଟା ନବୁ ମୁଁ ଚାହିଁଥିଲି ଦେବପୁରୀ କରିବି ଦେବାଦେବୀ ମାନେ ସେଇଠିକି ଆସିବେ ମୁଁ ସେଇଠି ରହିବି ହଁ ତୁ ନଉଛୁ କିନ୍ତୁ ଭୋଗ କରିପାରିବୁ କେମିତି ଲଙ୍କାକୁ ତୁ ଭୋଗ କରିପାରିବୁ ନାହିଁ। ନାହିଁ ସେଇଟା କେବଳ ଅସୁର ପୁରିଆକା ହବ ହେଲା ଆଉ
ପାର୍ବତୀଙ୍କର ସିଆପରେ ବିଶ୍ରବା କଣ ଭୋଗ କଲେ କି ଲଙ୍କାକୁ? ରାବଣ ଆଗେ ବାଡେଇକି କାଢିଲା ବିଶ୍ରବାକୁ, ଲଙ୍କାରୁ ଆଗେ ବାଡେଇକି କାଢିଲା। ହେଲା ବୋପାକୁ କାଢ ଦେଲା ବାଡେଇକିରି ଆଉ ସିଏ ଭୋଗ କରିପାରିଲେନି, ଅସୁର ପୁରିଆ ହେଲା ଲଙ୍କା। ସେଇଠି ରାବଣ ଚିନ୍ତା କରିଥିଲା, ଯେ ବାପାଙ୍କର ଦୋଷରେ ସ୍ୱର୍ଣ୍ଣମୟୀ ଲଙ୍କାଟା ଅସୁର ପୁରୀ ହେଇଗଲା। ମୁଁ ଏମିତି କିଛି କରିବି ଲଙ୍କାରେ ଯେମିତି ଦେବାଦେବୀ ମାନେ ରହିବେ। ହେଲେ ଦେବାଦେବୀ କେମିତି ଆସିବେ? କେମିତି? କିଏ ତ ଆସୁନାହାନ୍ତି। ନାଇଁ ଜଗତର ମାତା ହେଲେ ସୀତା, ପିତା ହେଲେ ରାମଚନ୍ଦ୍ର। ବାପା ମାଙ୍କର ପାଦ ଯଦି ପଡିଯିବ 33 କୋଟି ଦେବାଦେବୀ ଆପେ ପଳେଇ ଆସିବେ। ତେଣୁ ସିଏ ସୀତାଙ୍କୁ ଚୋରି କରିକି ନେଇଥିଲା। ମୁଁ ଭାବୁଥିଲି ମାଇପ କରିବାକୁ ନେଇଥିଲା। ଆଜ୍ଞା ସିଏ ଯଦି ମାଇକିନା କରିବାକୁ ଚାହିଁଥାନ୍ତେ, ସିଏ ଯଦି ଚୋରେଇକି ପୁଷ୍ପକ ଯାନରେ ନେଇ ପାରିଲା, ସେ ବଳତ୍କାର କରିପାରିଥାନ୍ତେ, ରେପ କରିଦେତା। ହେଲେ ଆଜ୍ଞା ସେଇଠେ ରାବଣ ଚିନ୍ତା କରିଛି, ପୁତ୍ର ନାତି ତ ସମସ୍ତେ ମରିବେ, ପାତାଳପୁରରେ ମହିରାବଣ ରହିଗଲା, ମୁଁ ମଲା ପରେ ସିଏ ରହିଯିବ, ତାର ଆଉ ମୁକ୍ତି ହବନି, ତେଣୁ ତାକୁ ମଧ୍ୟ ଡାକିକି ମାରିଦେ, ଛାଡିଦେବା ଆଉ। ହେଲେ ମହିରାବଣକୁ ଡାକିକି ରାବଣ କହିଲା କଣ ଯେ ବାବୁରେ ତୁ ତ ମାୟାବୀ, ତୁ ମାୟା କରିକି ରାମ ଲକ୍ଷ୍ମଣଙ୍କୁ ମାରିଦେ। ଆଜ୍ଞା ସେତେବେଳେ ବିଭୀଷଣ ଭ୍ରମୀଣ ଗଲା, ସେତେବେଳେ ମହିରାବଣ ଭ୍ରମୀଣ ଗଲା। ନିକୁମ୍ଭିଲା ବନେ ଯାଇ ପ୍ରବେଶ ହେଲା, ସୁବଳୟାଗିରି କୁଜେ ଦେଲା କୋ ନାଇ, ରାମ ଲକ୍ଷ୍ମଣକୁ ଘେନି ଯିବି ମୁହିଁ। ଏକଥା ଜାଣିଲେ ପୁଣି ବିଭୀଷଣ, ଭାବିଲେ ନିଶ୍ଚୟ କରିବ ନିଧନ। ହନୁମାନଙ୍କୁ ପାଶକୁ ଡକାଇ ବିଭୀଷଣ ବୀର ବଚନ ଭାଷଇ, କଣ ବୋଲି? ମହାମାୟାବୀ ସେ ମହିରାବଣ, ରାମ ଲକ୍ଷ୍ମଣକୁ କରିବ ନିଧନ। ବିଭୀଷଣ ତ ଗୃହବେଦୀ ବିଭୀଷଣ, ଇଏ ସମସ୍ତଙ୍କର ମୃତ୍ୟୁଭେଦ ଜାଣିଛି। ହନୁମାନଙ୍କୁ କହିଦେଲା ଯେ ଇଏ ହଉଛି ମହାମାୟାବୀ, ଆମେ ଜାଣିପାରିବାନି, ସିଏ ରାମ ଲକ୍ଷ୍ମଣକୁ ମାରିଦବ, ସିଏ ଆମର ପଟି ମାରି ପଳେଇବ। ହନୁମାନ କଲେ କଣ? କହିଲେ ଠିକ ଅଛି, ମୁଁ ଏମିତି ଗୋଟେ ଉଆସ ତିଆର କରିବି, ଭିତରକୁ ମାଛି ଖଣ୍ଡେ ମଧ୍ୟ ଯାଇପାରିବନି। ଆଜ୍ଞା ନିଜ ଲାଙ୍ଗୁଳରେ ଗୁଡେଇ ଗୋଟେ ଉଆସ ତିଆର କଲା। ହନୁମାନର କେଡା ବଡ ଲାଙ୍ଗୁଡଟା, ହେଲେ ଗୁଡେଇ ଗୋଟେ ଉଆସ ତିଆର କଲା। ସେ ଉଆସରେ କେବଳ ଗୋଟିଏ ଦ୍ୱାର, ସେ ଦ୍ୱାର ଦେଇକି ଏକା ଯାଇପାରିବ, ଆଉ ମାଛିଟିଏ ମଧ୍ୟ ଭିତରକୁ ଯାଇପାରିବ ନାହିଁ। ରାମ ଲକ୍ଷ୍ମଣ ଭିତରେ ରହିଲେ। ବିଭୀଷଣ କହିଲେ ମୁଁ କେବଳ ଭଗବାନଙ୍କୁ ଦର୍ଶନ କରିବା ପାଇଁ ସକାଳୁ ଥରେ ଆସିବି, ସନ୍ଧ୍ୟାକୁ ଥରେ ଆସିବି, ଆଉ କାହାକୁ ତମେ ଛାଡିବ ନାହିଁ। ଆଜ୍ଞା ଜଗି ବସିଛି ବୀର ହନୁମାନ, ଜଗି ବସିଛି ବୀର ହନୁମାନ। একথা জানিলা সে মহিরাবণ, একথা জানিলা সে মহিরাবণ। দিন যাক পুଣି বসিলা ও নাই, দিন যাক পুଣି বসিলা ও নাই। যেতেবেলে সঞ্জ আসিলা কনই, এ সময়ে বিভীষণ রূপকু হেলা, এ সময়ে বিভীষণ রূপকু হেলা। রাম লক্ষ্মণকু পাতালকু নেলা। সন্ধ্যা বেলକୁ সকাଳୁ ଯିବ ବିଭୀଷଣ। ଇଏ ବିଭୀଷଣ ନ ଯିବା ପୂର୍ବରୁ ମହିରାବଣ କଣ କଲା? ବିଭୀଷଣ ରୂପ ଧରି ପକେଇଲା। ସେ ଗୋଟିଏ ଦ୍ୱାର, ହନୁମାନଙ୍କର ଦ୍ୱାରରେ ଏକା ପଳେଇଲା, ତାର ଜେରେକ୍ସ କପି। ହେଲେ ରାମ ଲକ୍ଷ୍ମଣକୁ ଧରି ସିଏ ପାତାଳକୁ ଚାଲିଗଲା। ଏ ସମୟରେ ଆସିଲେ ବୀର ଭୀମସେନ, ଏ ସମୟରେ ଆସିଲେ ବୀର ବିଭୀଷଣ। ଦ୍ୱାର ପାଶେ ହନୁମାନ ଛନ୍ତି ଚାହିଣ, ହନୁମାନ ବୋଇଲେ ଆଉ ଥରେ କୁଆଡେ ଆସିଲ? ଏବେ ପରା ଭିତରକୁ ତୁମ୍ଭେ ଯାଇଥିଲ। ଏ ସମୟରେ ବିଭୀଷଣ ବୋଇଲେ ଅନାଇ, ନିଶ୍ଚୟ ମହିରାବଣ ଏବେ ଗଲା ନେଇ। ବିଭୀଷଣ କହିଲା ତମେ କାହାକୁ ଛାଡିଛ? ନା ତମେ ପରା ଆଇଥିଲ, ତମେ ଆସିଥିଲ, ମୁଁ ତମକୁ ଛାଡିଛି। କହିଲା ନାଇଁ, ସିଏ ମାୟାବୀ, ସିଏ ନିଶ୍ଚୟ ରାମ ଲକ୍ଷ୍ମଣକୁ ନେଇ ଯାଇଥିବ। ହନୁମାନ ବିଭୀଷଣ ଯେତେବେଳେ ଦେଖିଲେ ଆଉ ବିଭୀଷଣ ନାହିଁ, ରାମ ଲକ୍ଷ୍ମଣ ଆଉ ନାହାନ୍ତି, ମହିରାବଣ ଧରିକି ପଳେଇଛି। ମାୟାରେ ବିଭୀଷଣ ରୂପ ଧାରଣ କରି ଆସିଥିଲା ପାପିଷ୍ଟ ମହିରାବଣ। ଆଜ୍ଞା ସେତେବେଳେ ହନୁମାନ କୋପ ବହିଲା,
ସେତେବେଳେ ହନୁମାନ କୋପ ବହିଲା ପାତାଳପୁର ଦ୍ୱାରେ ଯାଇ ପ୍ରବେଶ ହେଲା ଆଚ୍ଛା ପାତାଳପୁର ଦ୍ୱାରେ ଯାଇ ପ୍ରବେଶ ହେଲା ହଉ ଭାଇ ପ୍ରଥମ ଦ୍ୱାରେ ହୋଇଲା ପ୍ରବେଶ ପ୍ରଥମ ଦ୍ୱାରେ ହୋଇଲା ପ୍ରବେଶ ଆଚ୍ଛା ଜଗି ରହିଅଛି ସେ ମକର ଧ୍ୱଜ ଜଗି ରହିଅଛି ସେ ମକର ଧ୍ୱଜ ସହଜେ ଅଟଇ ବାପା ଭଳି ବାନର ଦେଖିବାକୁ ଦିଶୁଛି ଏକା ହନୁବୀର ହନୁମାନ ସଙ୍ଗେ ହୋଇଲା କ ଯୁଦ୍ଧ କିଏ କାହାଠାରୁ ଉଣାତ ନାହିଁ ତ ନାଇଁ ନାଇଁ ଶେଷରେ ହନୁମାନ ବୋଇଲେ ବଚନ କେତେ ବଡ଼ ବୀର ତୁ କାହା ନନ୍ଦନ କା ପୁଅ ଆଜ୍ଞା ଲକ୍ଷ୍ୟ କରନ୍ତୁ କେଉଁଟା ପ୍ରଥମ ଦ୍ୱାରରେ ଜଗିଛି କିଏ ମକର ଧ୍ୱଜ ବୋପା। ସେ ତ ହନୁମାନର ପୁଅ ଭାଇ ସବୁ ଶୁଣ ଦେଖିବାକୁ ହନୁମାନ ଭଳି ଏକା ହଁ ହଁ ହେଲେ ଯୁଦ୍ଧ ହେଲା ହନୁମାନଙ୍କର ମକର ଧ୍ୱଜ ସାଥିରେ ଓହୋ ହନୁ ଆଉ ମକରଧ୍ୱଜ ଯୁଦ୍ଧ ଯେତେବେଳେ ହନୁମାନ କ୍ଳାନ୍ତ ହେଇଗଲେ ହନୁମାନ ପଚାରିଲେ ବାବୁରେ ତୁ କିଏ ତୁ କାହା ପୁଅ କା ପୁଅ ତୁ ମେତେ ତ ଆମ ହରେଇ ଭଳି ମାଙ୍କଡ ମୋ ଭଳି ଏକା ଦେଖା ଯାଉଛୁ ହଁ ହଁ ତୁ କେତେ ବଳ ତୁ କାହା ପୁଅ ଶଳା ସେଇଠି ପାତାଳପୁରରେ ତୁ ତୁ ଧୀରେ ବରେ କହୁଥିରେ ସେତେବେଳେ ମକର ଧ୍ୱଜ କହିଲା ହେ ବୀର ମୁଁ ହେଉଛି ମକର ଧ୍ୱଜ ମୋ ବାପା ହେଲେ ନିଜେ ହନୁମାନ କିଏ ମର୍ତ୍ତ୍ୟର ବୀର ମହାବୀର ହେଲେ ହନୁମାନ ସିଏ ହଉଛନ୍ତି ମୋ ବାପା ମୋ ମା ହଉଛି ଗୋଟେ ମଗର ମାଛ କେଉଁଟା ମଗର ମାଛ 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 ଗର୍ଭରୁ ମୁଁ ଜନ୍ମ ହେଇଛି ମୁଁ ହଉଛି ମକର ଧ୍ୱଜ ଆଜ୍ଞା ଆଜ୍ଞା ସେଇଠି ହନୁମାନ କହିଲା ବାବୁରେ ମୁଁ ହିଁ ହନୁମାନ ହଁ ମୁଁ ହିଁ ହନୁମାନ ମୋର ପ୍ରଭୁ ରାମଚନ୍ଦ୍ର ସିଏ ନାହାନ୍ତି ତାକୁ ମହିରାବଣ ଧରି ପଳେଇ ଆସିଛି ପଳେଇ ଆଇଛି ମକର ଧ୍ୱଜ କହିଲା ବାପା ତମ ପ୍ରଭୁ ପାଇଁ ତମେ ଯେମିତି ଆସିଛ ହଁ ମୋ ପ୍ରଭୁ ପାଇଁ ମୁଁ ସେମିତି ଦ୍ୱାର ଜଗିଛି ହଁ ମୁଁ ତମକୁ ଛାଡି ପାରିବିନି ହଇରେ ତମ ମୁଁ ତ ମାର ଘଇତା ପରା ରେ କହିଥିବ ହନୁମାନ ତୁ ମାଡ ଗଣ୍ଡେ ଖାଉ ଆଗ ହେଲେ ମକର ଧ୍ୱଜ କହିଲେ ଯେ ବାପା ତମେ ଯେମିତି ତମ ପ୍ରଭୁଙ୍କର ଦାସ ତମ ପ୍ରଭୁଙ୍କ ପାଇଁ ତମେ ଯେମିତି ଆସିଛ ହଁ ମୁଁ ସେମିତି ମୋ ପ୍ରଭୁଙ୍କର ଦାସ ଆଜ୍ଞା ମୁଁ ଜାଣିଛି ତମ ପ୍ରଭୁକୁ ମହିରାବଣ ଧରିକି ଆସିଛି ଡ୍ୟୁଟିରେ ଖିଲାପ କିଏ କରୁନାହାନ୍ତି ଧରିକି ଆସିଛି ମୁଁ ଜାଣିଛି କିନ୍ତୁ ମୁଁ ତମକୁ ଛାଡି ପାରିବି ନାଇଁ ମୁଁ ତମକୁ ଛାଡି ପାରିବିନି ଗୋଟେ କଥା ଶୁଣ କେଉଁଟା ତାକୁ ମହିରାବଣ ନେଇ ଦେବୀ ମନ୍ଦିରରେ ରଖିଛି ହଁ। ରାମ ଲକ୍ଷ୍ମଣକୁ ମହିରାବଣ ଦେବୀ ମନ୍ଦିରରେ ନେଇକି ରଖିଛି ହେଲା ଆଉ ତମେ ମହିରାବଣକୁ ମାରିପାରିବନି କିଆଁ ବେ ମହିରାବଣକୁ ତମେ ମାରିପାରିବ ନାହିଁ କାହିଁକି ମହିରାବଣର 5ଟା ପ୍ରାଣ ଆରେ ମୂର୍ଖ ସମସ୍ତଙ୍କର 5ଟା ପ୍ରାଣ ଆମର ହଁ ସମସ୍ତଙ୍କର 5 ପ୍ରାଣ କିନ୍ତୁ 5 ପ୍ରାଣ ଗୋଟିଏ ସ୍ଥାନରେ ଥାଏ ହଁ ମନୁଷ୍ୟର 5 ପ୍ରାଣ ଗୋଟିଏ ସ୍ଥାନରେ ଥାଏ ଆଜ୍ଞା ଆଜ୍ଞା ସେଇଠିକି ଯଦି ଆଘାତ ହୁଏ ମଣିଷ ମରିଯାଏ ମରିଯିବ। କିନ୍ତୁ ହଁ ଏ ଯୋଉ ମହିରାବଣର ହଁ 5 ପ୍ରାଣ ଗୋଟିଏ ସ୍ଥାନରେ ନଥିଲା ଆଉ ତାର 5 ପ୍ରାଣ 5ଟା ଦୀପରେ ଥିଲା ଖେଳେଇ ହେଇକିରି ଥିଲା ଦେବୀ ମନ୍ଦିରର ଆଜ୍ଞା 5ଟା ଦୀପ ଚତୁର୍ଦିଗରେ 4ଟା ଦୀପ ହଁ। ଦେବୀଙ୍କର ମସ୍ତକ ଉପରେ ଗୋଟିଏ ଦୀପ ଆଜ୍ଞା ଏ 5ଟା ଦୀପରେ 5 ପ୍ରାଣ ଥିଲା ଥିଲା 5ଟା ଯାକ ଦୀପ ଯଦି ଗୋଟିଏ ଥରରେ ଲିଭିବ ଆଜ୍ଞା ସେ ସମୟରେ ମହିରାବଣକୁ ମାରିଲେ ଏକା ସିଏ ମରିବ ମରିବ ଇଆଡେ ମାରିବା ସମୟରେ 5ଟା ଯାକ ଦୀପ ଗୋଟ ଥରରେ ଲିଭିବାର ଅଛି। ଲିଭିଲେ ସିଏ ମରିବ ମାମୁଁ ମକର ଧ୍ୱଜ କହିଦେଲା ମାମୁଁ ମୁଁ ଏକଜି ମକର ଧ୍ୱଜ ହନୁମାନଙ୍କୁ କହିଦେଲା କିନ୍ତୁ କେମିତି? କହିବା ପରେ ହନୁମାନଙ୍କୁ କହିଲା ବାପା ତମେ ମତେ ବିଜୟ କରିକି ଏ ଦ୍ୱାର ଯାଇପାରିବ ତମେ ମତେ ବିଜୟ କରିକି ଏ ଦ୍ୱାର ଯାଇପାରିବ ନାହିଁ ନାଇଁ। ତେଣୁ ମୋର ମର୍ମା ଜାଗାକୁ ଗୋଟିଏ ମୁସ୍ତା ଦିଅ ମୁଁ ମରିବିନି ମୁଁ ଅଚେତ ହେଇଗଲେ ତମେ ପଳବ ହେଲା ହନୁମାନ ସେଇଠି ପୁଅର ମର୍ମ ଜାଗାକୁ ଗୋଟିଏ ବିଧା ଦେଲେ ମକର ଧ୍ୱଜ ଅଚେତ ହେଇକି ପଡିଲା ହନୁମାନ ଦ୍ୱାର ଡେଇଁକି ଗଲେ ଆଜ୍ଞା ଯେତେବେଳେ ଦେବୀ ମନ୍ଦିରକୁ ଗଲେ ଆଉ ଯେତେବେଳେ ଦେବୀ ମନ୍ଦିରକୁ ଗଲେ 4ଟା ଦୀପକୁ ନେତ୍ରରେ ଦେଖିଲେ ଦେବୀ ଦେଖିଲେ
ଦେଖିଲେ ମସ୍ତକ ଉପରକୁ ଜାଣ ଆଚ୍ଛା ଗୋଟିଏ ଦୀପ ଯେ ଜଳୁଛି ଓହନ ନିଶ୍ଚୟ ପାଞ୍ଚୁଟା ଦୀପକୁ ଦର୍ଶନ କରିଲେ ହଁ ଏଥର ପୁଣି ନିରେଖି ଜକିଲେ ହଁ ସୂକ୍ଷ୍ମ ରୂପ ଧରି ବୀର ହନୁମାନ ସୂକ୍ଷ୍ମ ରୂପ ଧରି ବୀର ହନୁମାନ ଦେବୀ ପଛ ପଟେ ଲୁଚିଲେ ତକ୍ଷଣ ଆଜ୍ଞା ଯେତେବେଳେ ରାତି ପାହିଣ ଆସିଲା ମହିରାବଣ ଯେ ବିଚାର କରିଲା ରାମ ଲକ୍ଷ୍ମଣକୁ ସଙ୍ଗତରେ ନେଇ ଦେବୀଙ୍କର ପାଶେ ପହଞ୍ଚିଲା ଯାଇ ରାମ ଲକ୍ଷ୍ମଣକୁ ବୋଲଇ ବଚନ ଏଇଠାରେ ହେବ ତୁମ୍ଭ ବଳିଦାନ ମାଙ୍କର ପାଦେ କର ହେ ଜୁହାର ଏଥର ପିଣ୍ଡରୁ ପ୍ରାଣ ହେବ ବାହାର ସେତେବେଳେ ରାମ ବୋଇଲେ ଶୁଣ ସୂର୍ଯ୍ୟବଂଶର ଆମ୍ଭେ ଅଟୁଆଜ ସୂର୍ଯ୍ୟବଂଶର ଆମ୍ଭେ ଅଟୁ ରାଜନ ତାହା ପାଦ ତଳେ କରିନୁ ଜୁହାର କିମିତିଆ ଜିନିଷ ନାହିଁ ଆମ୍ଭେ ଡର ଆଗେ ତୁମ୍ଭେ ପୁଣି ଜୁହାର କରିବ ତାହାଙ୍କୁ ଯେ ଆମ୍ଭେ ନେତ୍ରରେ ଦେଖିବ ତାହାପରେ ଆମ୍ଭେ ଜୁହାର ଯେ ହେବ ଯେତେବେଳେ ମହିରାବଣ କହିଲେ ଯେ ହେ ରାମ ଲକ୍ଷ୍ମଣ ତମ ପିଣ୍ଡରୁ ଏଥର ପ୍ରାଣ ଯିବ ଦେବୀ ପାଦ ତଳେ ତମକୁ ମୁଁ ବଳି ଦେବି ତମେ ଜୁହାର କର ମାଙ୍କୁ ଜୁହାର କର ରାମଚନ୍ଦ୍ର କହିଲେ ଯେ ଆମେ ସୂର୍ଯ୍ୟବଂଶୀ ରାଜା ଆମେ କାହା ପାଦ ତଳେ ମୁଣ୍ଡ ନୁଆଇନୁ ମୁଣ୍ଡ ନୁଆଇବା କେମିତି ଆମେ ଜାଣିନୁ ତେଣୁ ତମେ ଆଗେ ଜୁହାର ହୁଅ ଆମେ ତମର ଦେଖିଲେ ଆମେ ଜୁହାର ହବୁ ହେଲା ଆଉ ତାଙ୍କେ କହିଲେ ମହିରାବଣ ତମେ ଜୁହାର ହେଲେ ତମର ଦେଖିକିରି ଆମେ କରୁ ଆଉ ହେଲେ ମହିରାବଣ ଆଜ୍ଞା ଜୁହାର ସାଷ୍ଟାଙ୍ଗେ ପ୍ରଣିପାତ କଲା ଆଜ୍ଞା ଏ ସମୟରେ ସୂକ୍ଷ୍ମ ରୂପ ଧରି ଥିଲା ହନୁମାନ ଚିନ୍ତା କଲା ପୁଣି ଦେବ ପଞ୍ଚାନନ ତତକ୍ଷଣେ ତାର ପଞ୍ଚମୁଖ ହୋଇଲା ପାଞ୍ଚଟା ଯାକ ଦୀପ ଏକା ଥରେ ଲିଭିଲା ଦେବୀଙ୍କର ଖଡ୍ଗ ଧରିଲା ହାତରେ ନେଇ ପିଟି ଦେଲା ମହିରାବଣ ଉପରେ ପାଞ୍ଚଟା ମୁଣ୍ଡ ହନୁମାନଙ୍କର ପାଞ୍ଚ ମୁଣ୍ଡ ହେଲା ଦେଖିବେ ଯୋଉଠି ପଞ୍ଚମୁଖ୍ୟ ହନୁମାନ ଥିବେ ପାଞ୍ଚଟା ଯାକ ମୁହଁ ଗୋଟେ ଆଡେ ମୁହଁ କରିନଥିବେ ନାଇଁ ତ ଅଛି କି ଆଜ୍ଞା ପାଞ୍ଚା ଗୋଟେ ଆଡେ ମୁହଁ ହବନି ବୋପା ମୁହଁଟାକୁ ଦେଖିଛି ଆଉ ହେଲେ କାହିଁକି ନା ପାଞ୍ଚ ମୁଖ ଏଇ ଯୋଉ ପାଞ୍ଚ ଆଡେ ଗୋଟିଏ ଉପରକୁ ଆଉ ଚାରିଟା ଚତୁର୍ଦିଗକୁ ମୁହଁ କରିକି ଏକାଥରେ ପାଞ୍ଚଟି ଯାକ ଦୀପ ଲିଭିଲା ଏଇଠି କିଆଣ ମହିରାବଣ ସମୟରେ ଖଡଗକୁ ନେଇକି ମହିରାବଣର ମୁଣ୍ଡରେ ପିଟିଲେ ମହିରାବଣ ମଲା ଆଜ୍ଞା ଦେବୀ ପାଦ ତଳେ ମୁଣ୍ଡିଆ ମାରିକି ମରିଥିଲା ବୁଝିଲେ।